ଯେତେବେଳେ ସତ୍ୟ ଯୁଗରେ ଦେବତା ରାକ୍ଷସ ସାଗର ମନ୍ଥନ ବେଳେ ସାଗର ମନ୍ଥନ କଲେ ଦେବତା ରାକ୍ଷସ ମାନେ ଦେଖନ୍ତୁ ଆଜ୍ଞା ମନ୍ଦର ପର୍ବତ ଖୁଆଦଣ୍ଡ ବାସୁକି ନାଗକୁ ରଜୁ ଦୌଡ଼ି କରି ଗୋଟିଏ ପାର୍ଶ୍ୱ ଦେବତା ଗୋଟିଏ ପାର୍ଶ୍ୱ ରାକ୍ଷସ ଆଜ୍ଞା ଯାହା ମନ୍ଥିଲେ ଯାହା ବାହାରିଲା ସବୁ ଦେବତା ନେଇଗଲେ ବାପା ଆଜ୍ଞା ରାକ୍ଷସ ମାନଙ୍କ ପାଇଁ କିଛି ନାହିଁ ଆପଣ ପରିଶ୍ରମ କରିବେ ଶ୍ରମ ଦେବେ ଯଦି ଆପଣଙ୍କୁ ମୁନି ନ ମିଳିବ ଆପଣ ସହିବେ ରାକ୍ଷସ ମାନ ବିରକ୍ତ ହେଲେ କ୍ରୋଧାନ୍ୱିତ ହେଲା ବେଳେ ଆଗେ କଣ କଲେ ନା ପୁଣି ଠକି ଯାଇଥିବା ବାସୁକି ନାଗକୁ ମନ୍ଦର ପର୍ବତର ଛନ୍ଦି ଦେଇ ଆଗେ ପୁଣି ମନ୍ଥନ ହେଲା ହଳାହଳ ବିଷ ବାହାରିଲା ବିଷ କିଏ ନବ ଆଗେ ହାତ ଦେଖିବେ କି ସୁଖ ସମସ୍ତେ ନେବେ ଦୁଃଖ କିଏ ନେବେ ଲାଭ ସମସ୍ତେ ଚାହିଁବେ ହାନି କିଏ ଚାହିଁବେ କହୁନାହାନ୍ତି ଆପଣ ହାତ ଗୋଟିଏ କେହି ଟେକିଲେନି ଏଇଠି ଭଗବାନ କହିଲେ ବଡ ଅରୁଆ ହେଲା କିନ୍ତୁ ମୁଁ ଚିନ୍ତା କରିଛି ନାରୀ ବେଶ ହେବି ଦେବତାଙ୍କୁ ଅମୃତ ଦେଇ ରାକ୍ଷସ ମାନଙ୍କୁ ବିଷ ଦେବି ଆଗେ କୋଉ ବିଷ ହେଲେ ସେ ନା ମୋହିନୀ ବେଶକୁ ଧାରଣ କଲେ ବିଶ୍ୱପତି ଭଗବାନ ଅନ୍ତର୍ଯାମୀ ପ୍ରଭୁ ଆଗେ ମୋହିନୀ ବେଶକୁ ଧାରଣ କରି ଦେବତାଙ୍କୁ ଅମୃତ ଦେଇ ରାକ୍ଷସକୁ ବିଷ ବାଣ୍ଟୁଥିଲେ କିନ୍ତୁ ଆଗେ ସେ ରୂପରେ ବାୟା ହେଇଗଲେ କିଏ ନା ସେଦିନ ଆଶୁତୋଷ ମଙ୍ଗଳମୟ ଶିବ ଜଗନ୍ନାଥ ଦାସ ଭାଗବତରେ କହିଲେ ଅକର୍ମା ଦାନୀ ସେଅଟନ୍ତି ଆଉ କର୍ମେ ନଥିଲେ ଚାଷୀ ଦିଅନ୍ତେ ଅକର୍ମା ଦାନୀ ସେ ଅଟନ୍ତି କର୍ମେ ନଥିଲେ ଯାଚି ଦିଅନ୍ତି ଶୈବ ପୁରୁଷ ମଙ୍ଗଳମୟ ଦେବଦେବ ମହାଦେବ ଏ ଶବ୍ଦଟା ସାର୍ ଆଉ କୋଉଠି ଲାଗିବନି ମଙ୍ଗଳମୟ ଶବ୍ଦ ଶିବଙ୍କ ପାଖେ ଲାଗିବ ଦେବଦେବ ମହାଦେବ କେବଳ ଶିବ ସଂସାର ଭିତରେ ଯେତେ ସବୁ ଦେବତା ଅଛନ୍ତି ସମସ୍ତଙ୍କର ବିଳାସ ବାସନ ଅଛି ନାଇଁ ଆଗେ ସମସ୍ତଙ୍କର ଐଶ୍ୱର୍ଯ୍ୟ ବିଭବ ଅଛି ଶିବଙ୍କର ଅଛି ସାରି ବାସ କହିଲେ କୈଳାସ ପର୍ବତ ଭୂଷଣ କହିଲେ ସର୍ପମାନ ଏ ଅଳଙ୍କାର କହିଲେ ସର୍ପ ଭୂଷଣ କହିଲେ ଆଜ୍ଞା ଭସ୍ମ ଚର୍ମ ବ୍ୟାଘ୍ର ଚର୍ମ ପିନ୍ଧିକି ଆଜ୍ଞା ପୋଷାକ ନାଇଁ ମୂଲ୍ୟବାନ ବସ୍ତୁ କି କିନ୍ତୁ ଆଜ୍ଞା ସଂସାରକୁ ମଙ୍ଗଳ କେମିତି ଆଶୁତୋଷ ମଙ୍ଗଳ ଶିବ ହଳାହଳ ବିଷକୁ ପାନ କଲେ ଆଜ୍ଞା ହଳାହଳ ବିଷ ପାନ କରି ସଂସାରକୁ ଆଜ୍ଞା ମଙ୍ଗଳ ଦେବାର ସେ ମଙ୍ଗଳମୟ ଶିବରେ ଯୋଉ ଶିବ ନାରୀ ବେଶକୁ ଦେଖ କଣ ହେଲେ ନାଇଁ ମିଛ କହିଲେ ମିଛ ପୁରା ମୋ ଦେଖିଲେ